ରହିଯା ମୋହନ ରହିଯା, କାହିଁକି ସେ ଗଛ ଗୁଡା କାଟି ପକଉଛୁ? ଧୀରେ ଧୀରେ ପରା ଗଛ ସଂଖ୍ୟା କମି ଯାଉଛି। ଏହା ଏହା ଦିନକୁ ଦିନ ଚାଲିଲା ପରେ ଅମ୍ଳଜାନ କମି ଯାଉଛି, ଅଙ୍ଗାରକାମ୍ଳ ବଢି ଯାଉଛି। ଏହା ଯଦି ପ୍ରତ୍ୟେକ ଦିନ ଚାଲିବ ତାହେଲେ ମନୁଷ୍ୟ ଓ ଜୀବଜନ୍ତୁଙ୍କ ପାଇଁ ଗୋଟେ କାଳ ସାଜିବ। ଯା ଯା ଯା, ମତେ ଆସି ପାଠ ପଢାଇଲା। ଯଦି ମୁଁ ଗଛ ନ କାଟିବି ମୋର ସଂସାର ଚାଲିବ କେମିତି? ଗଛ ଗଣ୍ଡିରୁ ବିଭିନ୍ନ ପ୍ରକାର ସାମଗ୍ରୀ ବନାଇ ତେଲ ଲୁଣ ମୋର ସଂସାର ଚାଲିଛି ରକ୍ତ ଉପଦେଶ ପାଖରେ। ମୁଁ ତୋର ଶତ୍ରୁ ନୁହେଁ କିଏ, ଗଛ ବି ତୋର ଶତ୍ରୁ ନୁହେଁ। ଏ ଦୁନିଆ ରେ ବହୁତ କିଛି କାମ ଅଛି, ଯାହା କରି ତୁ ମଧ୍ୟ ପେଟ ପୋଷି ପାରିବୁ। ଆଉ ଯଦି ଗଛ ଗୁଡାକ ଯଦି ତୁ କାଟିଦେବୁ ତାହେଲେ ଜୀବନରେ ତୁ ମଧ୍ୟ ବିପଦରେ ପଡିବୁ। ଭାଇ ତୁ ବୁଝିଯା, ଭାଇ ତୁ ବୁଝିଯା। ହା 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 ହା, ଏହି ଗରିବ ଅପାଠୁଆର ଆଖି ଖୋଲିଦେଲୁ ରେ। ମୁଁ ଆଜି ଶପଥ ନେଇ କହୁଛି ଗଛ କେବେ କାଟିବି ନାହିଁ। ଗଛ ଲଗାଇବି, ଜଙ୍ଗଲ କରିବି, ହେଲେ ପଛେ ଗଛ କାଟିବି ନାହିଁ। ଆସ ସମସ୍ତେ ମିଶି ଗଛ ଲଗାଇବା, ପରିବେଶ ସୁସ୍ଥ ରଖିବା।